ମହାରାଜ, ମୋର ବଡ଼ ପୁଅ ପାଇଁ ଗୋଟିଏ ସୁନ୍ଦର ଝିଅ ଦେଖାଅ। ତାପରେ ପଣ୍ଡିତ ସରୋଜିନୀକୁ କିଛି ଫଟୋ ଦେଖାଇଲେ। ଦେଖନ୍ତୁ, ଏଇ ଫଟୋ ଭିତରୁ କାହାକୁ ପସନ୍ଦ ହେଉଛି ଭଲ କରି ଦେଖନ୍ତୁ। ସରୋଜିନୀ ସବୁ ଫଟୋ ଦେଖିଲା। ତାପରେ ଗୋଟିଏ ଫଟୋ ତାକୁ ପସନ୍ଦ ଆସିଲା। ଆରେ ପଣ୍ଡିତ ମହାରାଜ, ଏହି ଫଟୋଟିକୁ ଭଲ ହୋଇଛି। ମୋ ବଡ଼ ପୁଅକୁ ଭଲ ମାନିବ। ଆରେ ଇଏ ତ ପତ୍ରୁ ବହୁତ ସମ୍ମାନୀ ଝିଅ, ହେଲେ ବହୁତ ଗରିବ ଘରର ଝିଅ। ଯଦି ଆପଣଙ୍କ ପୁଅ ସହିତ ଏଇ ଝିଅର ବାହାଘର ହୋଇଯିବ, ସେ ଭଲ ଭାବରେ ଏଇ ଘରକୁ ସମ୍ଭାଳି ଦେବ। ହେଲେ ପଣ୍ଡିତ ମହାରାଜ, ମୋର ବେଶୀ ସୁନ୍ଦର ଝିଅ ଦରକାର ନାହିଁ। ଅସୁନ୍ଦର ହେଲେ ବି ଚଳିବ, ଖାଲି ଧନୀ ହୋଇଥିବା ଦରକାର। ତାର ପଇସାରେ ମୋ ଘର ଯେମିତି ଚଳିଯିବ। ତାପରେ ପଣ୍ଡିତ ସରୋଜିନୀର କଥା ଶୁଣିବା ପରେ ପଣ୍ଡିତ ମହାରାଜ ସରୋଜିନୀକୁ ଆଉ ଗୋଟିଏ ଫଟୋ ଦେଖାଇଲେ ଆଉ କହିଲେ, ଦେଖନ୍ତୁ, ଏଇ ଫଟୋଟିକୁ ବହୁତ ଧନୀ ଘରର ଝିଅ, ବହୁତ ଟଙ୍କା ତାଙ୍କର। ଯଦି ପାରିବ ଏଇ ଝିଅ ସହିତ ତମ ପୁଅର ବାହାଘର କରିଦିଅ, ଲାଲେ ଲାଲ ହୋଇଯିବ। ତାପରେ ସରୋଜିନୀ ଲକ୍ଷ୍ମୀ ଏବଂ ସୀତା ଫଟୋ ସିଲେକ୍ସନ କଲା ଆଉ ପଣ୍ଡିତକୁ ତାର ଦୁଇ ପୁଅ ସହିତ ଏଇ ଦୁଇ ଝିଅର ବାହାଘର ପାଇଁ କହିଲା। ବଡ଼ ପୁଅ ପାଇଁ ଲକ୍ଷ୍ମୀ, ସାନ ପୁଅ ପାଇଁ ସୀତା। ତାପରେ ପଣ୍ଡିତ ବହୁତ ମନ ଖୁସିରେ ଚାଲିଗଲେ। କିଛି ଦିନ ପରେ ସେମାନଙ୍କର ଡେଟ୍ ଫିକ୍ସ ହୋଇଗଲା ଆଉ ଗୋଟିଏ ପେଦିରେ ଦୁଇ ପୁଅର ବାହାଘର ହୋଇଗଲା। କିଛି ସମୟ ପରେ ସରୋଜିନୀର ଦୁଇ ବୋଉ ଘର ଭିତରକୁ ଗଲେ, ଆରାମ କଲେ। ବାହାଘର ପରେ କିଛି ବନ୍ଧୁ ଆସିଲେ। ଆରେ ମିଲି, ଦେଖିବୁ ବଡ଼ ବୋଉ କେତେ ଗୋରା, ହେଲେ ସାନ ବୋଉ ପୁରା କାଳି। କେମିତିକା ସିଲେକ୍ସନ କେଜାଣି। ସରୋଜିନୀ ଏହା ଶୁଣିଲା। ଆରେ ଶୁଣ ସୁଜାତା, ସାନ ବୋଉ କାଳି ହେଲେ କ'ଣ ହେଲା? ତା ପାଖରେ ବହୁତ ଗୁଣ, ତାର ବାପାର ବହୁତ ଟଙ୍କା। ଚାଲି ଆସିଲା ମୋ ବୋହୁର ନିନ୍ଦା କରିବାକୁ। କୁଆଡ଼େ ସବୁ ଆସିଯାଇଛନ୍ତି, ଏମାନଙ୍କୁ ଡାକିବାର ନଥିଲା। ତମକୁ ତ ଡକାଯାଇଛି, ବୋଉ ଦେଖିବ ଆଉ ଏଠାରୁ ଖାଇକି ଯିବ। ଏତେ କଥା କ'ଣ ପାଇଁ? ଛି ଛି, କି ପ୍ରକାର ଲୋକ କେଜାଣି ଏମାନେ। ତାପରେ ସରୋଜିନୀ ରୁମକୁ ଯାଇ ଶୋଇଗଲା। ସକାଳ ହୋଇଗଲା। ସକାଳ ହେଲାରୁ ସରୋଜିନୀର ନିଦ ଭାଙ୍ଗିଗଲା ଆଉ ସେ ତା ରୁମରୁ ବାହାରକୁ ଆସି ତାର ଦୁଇ ବୋହୂକୁ ଡାକିଲା। ଆରେ ପତଲୁ ଆଉ ସୀତା, ତମେ ମାନେ ରୁମ୍ ଭିତରକୁ ବାହାରକୁ ଆସ। ଆରେ ତମର ଆଜି ପ୍ରଥମ ଦିନର ରୋଷେଇ, ଶୀଘ୍ର ଆସ। ସରୋଜିନୀ ଡାକିବାରୁ ପତଲୁ ଏବଂ ସୀତା ଦୁଇ ଜଣ ଆସିଲେ ଆଉ ସରୋଜିନୀ କହିଲା, ଯାଅ, ଦୁଇ ଜଣ ରୋଷେଇ ଘରକୁ ଯାଅ। ତମେ ଦୁଇ ଜଣ ଆଜି ଅଲଗା ଅଲଗା ଆଇଟେମ୍ ରୋଷେଇ କରିବ। ତୁ ପତଲୁ ମିଠା କ୍ଷୀରି ବନେଇବୁ ଆଉ ତୁ ସୀତା ଗାଜର ହାଲୁଆ ବନେଇବୁ। ଆରେ ମା, ଗାଜର ହାଲୁଆ କିଏ ବନାଏ? ମୁଁ ଖାଲି ସାଧାରଣ ହାଲୁଆ ବନେଇ ଦଉଛି। ଠିକ୍ ଅଛି, ତମେ ଦୁଇ ଜଣଙ୍କର ଯାହା ଇଚ୍ଛା ବନାଅ। ତାପରେ ସୀତା ଏବଂ ପତଲୁ ଦୁଇ ଜଣ କିଚେନ ରୁମକୁ ଗଲେ ଆଉ ଅଲଗା ରୋଷେଇ ତିଆରି କଲେ। ସୀତା ପତଲୁକୁ ଦେଖି ମନକୁ ମନ ଜଳୁଥିଲା। ଏହି ଗରିକୁ ତ ଦେଖ, ଏକା ଏକା ରୋଷେଇ କରିବାକୁ ଲାଗିଛି। ମନକୁ ମନ ଭାବୁଛି ଇଏ ସ୍ୱାଦିଷ୍ଟ ଖାଇବା ତିଆରି କରିବ। ମତେ କାହିଁ ଲାଗୁନାହିଁ। ମୁଁ ଯେମିତି ହଉ ମାଙ୍କର ମନ କିଣି ନେବି, ସେ ଯାହା ବି ହୋଇଯାଉ। ସୀତା ରୋଷେଇ ଘରକୁ ଆସି କାମ କରିବ ବୋଲି ଭାବୁଥାଏ, ହେଲେ ଯିଏ ତା ଜୀବନରେ କେବେ ବି ରୋଷେଇ କରିନାହିଁ, ସେ କେମିତି ଭଲ ରୋଷେଇ ତିଆରି କରିପାରିବ? ଆଉ ଏପଟେ ପତଲୁ ଗରିବ ଘରର ଝିଅ, ତା ମା ବାପାଙ୍କୁ ପିଲା ଦିନରୁ ରୋଷେଇ କରି ଖାଇବାକୁ ଦେଇଛି। ସେ ଜାଣିଛି କମ୍ ଖର୍ଚ୍ଚରେ କେମିତି ସ୍ୱାଦିଷ୍ଟ ଖାଦ୍ୟ ବନେଇ ହେବ। ତାପରେ ପତଲୁ ତାର ଶାଶୁ ଘରେ ଖାଇବା ସବୁ ପ୍ରସ୍ତୁତ କଲା ଆଉ ତାକୁ ସୀତା ଦେଖୁଥାଏ। ଆରେ ଏଇ ରୋଷେଇ ଘରେ ପୁରା ଖାଦ୍ୟର ବାସ୍ନା କେତେ ସୁନ୍ଦର। ତାହେଲେ ଖାଦ୍ୟ କେମିତି ହୋଇନଥିବ? ନା ନା, ମୋତେ ଜୋମାଟୋରୁ ଅର୍ଡର କରିବାକୁ ପଡ଼ିବ। ଆଉ ମୁଁ ଏମିତି କିଛି କରିବି, ପତଲୁର ଖାଦ୍ୟ ତ କେହି ଖାଇବେ ନାହିଁ। ସୀତା ଏହା ଭାବି ଭାବି ନିଜର ଫୋନ୍ ବାହାର କରି ଭଲ ଭଲ ଖାଇବା ଅର୍ଡର କରିଦେଲା। ଯେତେବେଳେ ପତଲୁ କିଛି କାମ ପାଇଁ ବାହାରକୁ ଯାଏ, ସେହି ସମୟରେ ସୀତା କିଛି ଲୁଣ ଏବଂ ଲଙ୍କାଗୁଣ୍ଡ ତରକାରୀରେ ମିଶେଇ ଦେଲା। ଯାହା ହଉ, ମୋତେ ଭୁସୁଙ୍ଗ ପତ୍ର ମିଳିଗଲା। ଏପଟ ସେପଟ ଖୋଜୁ ନ ଖୋଜୁ ମୋର ହାଲ ବେହାଲ ହୋଇଗଲାଣି।
ତମେ କ'ଣ ସୀତା ଖାଇବା ବନେଇ ନାଅ? କିଏ କହିଲା ମୁଁ ଖାଇବା ବନେଇ ନାହିଁ ବୋଲି? ମୁଁ ମୋର ଖାଇବା ଅଲରେଡି ବନେଇ ସାରିଛି। ତମେ ତମର ଖାଇବା ନେଇଯାଅ, ତାପରେ ମୁଁ ମୋର ଖାଦ୍ୟ ନେଇ ଯାଉଛି। ସୀତା ଚାଲ ନା ସାଙ୍ଗରେ ଖାଦ୍ୟ ନେଇଯିବା। ତମେ ତ ଏକା ଚାଲା ଖାଉ। ତମେ ଯେଉଁ ଖାଦ୍ୟ ତିଆରି କରିଛ ମୋତେ ଲାଗୁଛି ଏ ଖାଦ୍ୟ କେହି ଖାଇବେ ନାହିଁ। ମୋର ଭଲ ଖାଦ୍ୟ କି ଖରାପ ହୋଇଥିବ, ଏମିତି ମୁଁ କେତେବେଳେ ଖାଇବା ନେଇଯିବି ସେଇଟା ମୋ ଉପରେ ଡିପେଣ୍ଡ କରେ। ତମେ ତମ କାମ କର, ମୁଁ ମୋ କାମ କରୁଛି। ସୀତାର ଏପରି ବ୍ୟବହାର ଦେଖି ପତଲୁର ମନ ଦୁଃଖ ହୋଇଗଲା। ଆଉ ସେ ତାର ବନେଇଥିବା ଖାଦ୍ୟ ନେଇ ସେଠାରୁ ଚାଲିଗଲା। ତାପରେ ସୀତା ସେହି ସମୟରେ ଜୋମାଟୋରୁ କଲ୍ ଆସିଲା ଆଉ ତାର ଖାଇବା ଅର୍ଡର କରିଦେଲା। କିଛି ସମୟ ପରେ ଜୋମାଟୋ ବାଲା ଖାଇବା ଆସିଲା। ସୀତା ଘରର ପଛକ ବାଟ ଦେଇ ଜୋମାଟୋ ବାଲା ପାଖରୁ ଖାଇବା ନେଇ ଆସିଲା ଆଉ ସେଇ ଖାଦ୍ୟକୁ କିଚେନ୍ ରୁମ୍ରେ ପୁଣି ତାକୁ ଗରମ କରିଦେଲା ଆଉ ଖାଦ୍ୟ ପ୍ରସ୍ତୁତ କରିଦେଲା। ଚାଲ ଏବେ ତ ଖାଦ୍ୟ ପ୍ରସ୍ତୁତ ହୋଇଗଲା ଆଉ ଜୋମାଟୋରେ ଥିବା ଖାଇବା ସମସ୍ତଙ୍କୁ ଭଲ ଲାଗିବ। ସମସ୍ତେ ମୋତେ ଭଲ ସାବାସୀ ଦେବେ। ଆଉ ଯେଉଁ ଖାଦ୍ୟ ପତଲୁ ନେଇଯାଇଛି କିଏ ଖାଇବ ସେଇ ଖାଦ୍ୟ? ମୁଁ ଯେ ଏତେ ଲୁଣ ଆଉ ଲଙ୍କା ଦେଇଛି, କ'ଣ ହେବ ତାର ଅବସ୍ଥା? ସୀତା ଏଇସବୁ ଭାବି ସବୁ ଖାଦ୍ୟ ଟେବୁଲ ଉପରେ ସଜାଇ ଦେଲା। ଏବେ ଏତେ ଖାଦ୍ୟ ଦେଖି ସମସ୍ତେ ବହୁତ ଖୁସି ହୋଇଗଲେ ଆଉ କେହି ବିଶ୍ୱାସ କରିପାରିଲେ ନାହିଁ ଏଇସବୁ ଖାଦ୍ୟ ସୀତା ବନେଇଛି ବୋଲି। କ'ଣ ସୀତା, ବହୁତ ଭେରାଇଟି ଖାଇବା ତିଆରି କରିଛ, ଖୁବ ସୁନ୍ଦର ଦେଖାଯାଉଛି। ଦେଖିଲୁ ବଡ଼ ବୋଉ, ତୋଠୁ ସୁନ୍ଦର ସାନ ବୋଉ ଭଲ ରୋଷେଇ କରିଛି। କି ସୁନ୍ଦର ଦେଖାଯାଉଛି ତାର ଖାଦ୍ୟ। ଏଇସବୁ କଥା ଶୁଣି ପତଲୁ ଚୁପ୍ ହୋଇଥାଏ। ହେଲେ ସିଏ ଭାବୁଥାଏ ଏତିକି ସମୟ ମଧ୍ୟରେ ସୀତା ଏତେ ଖାଦ୍ୟ କେମିତି ବନାଇଲା। ସମସ୍ତେ ସୀତାର ଖାଦ୍ୟ ଖାଇ ବହୁତ ଖୁସି ହେଉଥିଲେ, କିନ୍ତୁ ଯେତେବେଳେ ପତଲୁର ଖାଦ୍ୟ ତିଆରି ହୋଇଥିବା ଦେଖି ପତଲୁର ଖାଦ୍ୟ ଖାଇଲେ, ତା ଭିତରେ ଏତେ ଲଙ୍କା କେହି ଖାଇପାରିଲେ ନାହିଁ। ତମକୁ ଖାଇବା ତିଆରି କରିବାକୁ ଜଣା ଅଛି କି ନାହିଁ? ଯଦି କେବେ ବି ରୋଷେଇ ଘରକୁ ଯାଇନାହ, କେମିତି ଖାଇବା ବନେଇଛ? କିଏ ଖାଇବ ଏଗୁଡ଼ାକୁ? ଛି ଛି। ଆକାଶ ପତଲୁକୁ ବହୁତ ଗାଳି ଦେଲା, କିନ୍ତୁ ପତଲୁ ଭାବିଲା ମୁଁ ଏତେ ସ୍ନେହରେ ଖାଇବା ବନେଇଥିଲି, ଏତେ ମେହନତ ଖାଇବା ବନେଇଥିଲି। ତାପରେ ପତଲୁ ଯାଇ ସେଇ ଖାଦ୍ୟ ଦେଖିଲା ଆଉ ଜାଣିପାରିଲା ସେଇ ଖାଦ୍ୟରେ ବହୁତ ଲୁଣ ଆଉ ଲଙ୍କା ଥିଲା। ଏଇସବୁ ପାଇଁ ସମସ୍ତେ ପତଲୁକୁ ବହୁତ ଗାଳି ଦେଲେ। ଏମିତି କିଛି ଦିନ ଗଲା। ଆଜି ଦିନ ଭଳି ସବୁଦିନ ପତଲୁ ଯେଉଁ ରୋଷେଇ କରୁଥାଏ ସେଥିରେ ସୀତା ପ୍ରତିଦିନ କିଛି ନା କିଛି ମିଶାଇ ଦେଇଥାଏ ଆଉ ନିଜେ ଖାଇବା ଅର୍ଡର କରିଦେଉଥାଏ। ପ୍ରତିଦିନ ପତଲୁକୁ ଖାଇବା ପାଇଁ ଗାଳି ଶୁଣିବାକୁ ପଡ଼ୁଥାଏ। ଏମିତି 3-4 ମାସ ବିତିଗଲା। ଘରର ସମସ୍ତଙ୍କୁ ଫୁଡ୍ ପଏଜନିଂ ହୋଇଗଲା। ଡାକ୍ତର ଆସିଲେ। ଆପଣଙ୍କୁ ସମସ୍ତଙ୍କର ଦେହ ଖରାପ କାରଣ ହେଲା ବାହାର ଖାଦ୍ୟ ସବୁଦିନ ଖାଇବା ଦ୍ୱାରା ଆପଣଙ୍କୁ ଫୁଡ୍ ପଏଜନିଂ ହେଇଛି, ଦେହ ଖରାପ ହୋଇଯାଇଛି। ଆପଣମାନଙ୍କୁ ବାହାର ଖାଦ୍ୟ ଛାଡ଼ିବାକୁ ହେବ, ନହେଲେ ଏଇ ଫୁଡ୍ ପଏଜନ ଶୀଘ୍ର ଠିକ୍ ହେବ ନାହିଁ। କିନ୍ତୁ ଡାକ୍ତର ବାବୁ, ଆମର ଖାଦ୍ୟ ବାହାରୁ ଆସେ ନାହିଁ, ଆମେ ନିଜେ ରାନ୍ଧି ଖାଉ। ସେହି ସମୟରେ ପତଲୁ ଆସିଲା। ଦେଖ ମା, ମୋତେ ସୀତା ରୁମକୁ ଏହି ବିଲ୍ ମିଳିଲା। ସୀତା ପ୍ରତିଦିନ ଜୋମାଟୋରୁ ଖାଦ୍ୟ ଅର୍ଡର କରି ସମସ୍ତଙ୍କୁ ଖାଇବାକୁ ଦେଉଥିଲା। ସେହି ସମୟରେ ସୀତା ସେଠାକୁ ଆସିଲା ଆଉ ସୀତା ଜାଣିଥିଲା ସେ ଧରା ପଡ଼ିଯାଇଛି ଆଉ ସବୁ ସତ ପଦାକୁ ଆସିଯାଇଛି। ମୋତେ କ୍ଷମା କରିଦିଅ ମା, ମୋର ଭୁଲ ହୋଇଯାଇଛି। ମୋ ପାଇଁ ଆଜି ସମସ୍ତେ କଷ୍ଟ ପାଉଛନ୍ତି। ମୋତେ କ୍ଷମା କରିଦିଅ ମା। ଆଉ ମୁଁ ଦିଦି ଖାଇବାରେ ପ୍ରତିଦିନ ଲଙ୍କା ଆଉ ଲୁଣ ମିଶି ଦିଏ, ହେଲେ ତାଙ୍କ ଖାଇବା ଭଲ ଲାଗେ ନାହିଁ। ଠିକ୍ ଅଛି, ତୋର ଭାଗ୍ୟ ଭଲ, ତୁ ଆଜି ସବୁ ସତ କଥା ମାନିଗଲୁ। ଯା, ଆଜିଠାରୁ ପତଲୁ ଠାରୁ ରୋଷେଇ ଶିଖ। ତାପରେ ପତଲୁ ଏବଂ ସୀତା 2 ଜଣ ମିଶି ଖାଇବା ପ୍ରସ୍ତୁତ କଲେ ଆଉ ସମସ୍ତେ ଖୁବ୍ ଆନନ୍ଦରେ ଖାଇଲେ।